ମୁଁ ଆସିଥିଲି ଭୋଟ ଦେବା ପାଇଁ। ବହୁତ ଭଲ ଲାଗିଲା। ଶାନ୍ତି ଶୃଙ୍ଖଳାର ସହିତ ମା ଭଉଣୀ ଭାଇମାନେ ଭୋଟ ଦେଉଛନ୍ତି। ଆଉ ଗୋଟିଏ ଅତୀତର କଥା ମନେ ପକାଇଦେଲା ଯେ ବର୍ଷେ ବୋଧେ ପୁରିବାକୁ ଆଉ କିଛି ଦିନ ବାକି ଅଛି। ଏଇ ବାହାନଗା ରେଳ ଷ୍ଟେସନ ପାଖରେ କରମଣ୍ଡଳର ଯାହା ସବୁ ଘଟିଗଲା ଏଇଟା ପ୍ରାୟ ସମସ୍ତେ ତ ଜାଣିଛନ୍ତି, କିନ୍ତୁ ଯେହେତୁ ଷ୍ଟେସନ ପାଖରେ ମୋ ଘର ଥିଲା, ଅଙ୍ଗାଅଙ୍ଗୀ ଭାବେ ମୁଁ ସେମାନଙ୍କ ସହିତ ଶବ ସହିତ ଜଡ଼ିତ ହେବା ସହିତ ଯେଉଁମାନେ କିଛି ମାନେ ମରିବା ବଞ୍ଚିବା ଭିତରେ ସଂଗ୍ରାମ କରୁଥିଲେ ତାଙ୍କ ସହିତ ବି ବିତେଇଛି। ତେବେ ସେ ଯାହା ବି ହେଉ, ଆଜି ବାହାନଗାର ଯେଉଁ ଆଦର୍ଶ ଭୋଟ ଦାନ ଚାଲିଛି ସେଇଟା କରମଣ୍ଡଳ ଆକ୍ସିଡେଣ୍ଟର ଅତୀତଟା ବହୁତ ଯନ୍ତ୍ରଣା ଦେଉଛି। ଯାହା ବି ହେଉ ସେଇ ସବୁ ଭୁଲିକି ହସି ସମସ୍ତେ ନିଜ ସ୍ୱଇଚ୍ଛାରେ ତାଙ୍କର ମତଦାନ କରୁଛନ୍ତି। ନାଇଁ ବହୁତ ସୁବିଧା, ଭାଇ ଭଉଣୀମାନଙ୍କର ଶୃଙ୍ଖଳା ଏବଂ ଯେଉଁମାନେ ସବୁ ପରିଚୟ କରାଇ ଦେଉଛନ୍ତି ଏମିତି ବଟମ୍ ଟିପ ଇତ୍ୟାଦି। ଅନେକ ମା ଭଉଣୀମାନେ ଜାଣିପାରୁନାହାନ୍ତି ବଟମ୍ ଟିପିବୁ ନା ଟିପିବୁନି, କିନ୍ତୁ ଯେଉଁ ଭାଇ ବା ଭଉଣୀମାନେ ବସିଛନ୍ତି ସେମାନେ କହୁଛନ୍ତି ହଁ ରୁହ ମୁଁ କହିଲେ ଟିପିବ। ବହୁତ ଭଲ ଲାଗିଲା। ବହୁତ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଛି। ମୁଁ ରାଜାରାମ ମହାପାତ୍ର, ଜଣେ ଆଇନଜୀବୀ। ମୁଁ ତ ଭୋଟ ଦେବା ପାଇଁ ଆସିଥିଲି। ବହୁତ ଲାଇନ୍ ଅଛି। ମୁଁ ଭୋଟ ବର୍ତ୍ତମାନ ସୁଦ୍ଧା ଦେଇନାହିଁ, କାରଣ ବୟସ୍କ ଲୋକ ବି ବହୁତ ଅଛନ୍ତି, ମା' ମାନେ ବି ବହୁତ ଅଛନ୍ତି, ତେଣୁ ତାଙ୍କୁ ଆମେ ଆଗେ ଟିକେ ଲିଫ୍ଟ ଦେଉଛୁ। ଆଜି ଯେଉଁ ବାହାନଗା ଗ୍ରାମ ପଞ୍ଚାୟତରେ 50 ନମ୍ବର ବୁଥ୍, ବାହାନଗା ଦରଡ଼ିଆ କମାରିପୁରକୁ ନେଇକି ବୁଥ୍, କିନ୍ତୁ ଏ ବୁଥ୍ ଯେଉଁ ଆଦର୍ଶ ବୁଥ୍ ଆଗରେ ବ୍ୟାନର ମରାଯାଇଛି, କିନ୍ତୁ ଆଦର୍ଶ ବୁଥ୍ର ଯେଉଁ ସିଷ୍ଟମ୍ ଅଛି, ୱେଟିଂ ରୁମ୍ ରହିବା କଥା, ପିଇବା ପାଣିର ବ୍ୟବସ୍ଥା ରହିବା କଥା, ଭେଣ୍ଟିଲେସନ୍ର ରହିବା କଥା, ଫ୍ୟାନ୍ ରହିବା କଥା, ଯେଉଁଠି ଲମ୍ବା ଲାଇନ୍ ଲଗାଯାଉଛି ସେଠି ମଧ୍ୟ ଫ୍ୟାନ୍ ଲାଗିବା କଥା, ଏ କୌଣସି ପ୍ରକାର ବ୍ୟବସ୍ଥା ମୁଁ ସକାଳ 7 ପାଖରୁ ଏଠି ଉପସ୍ଥିତ ଅଛି, ବର୍ତ୍ତମାନ ସୁଦ୍ଧା ଅନୁଭବ କରିନାହିଁ। ଆଉ ଯେଉଁ ଟଏଲେଟ୍ ବି ରହିବା କଥା, ଯେଉଁ ଟେମ୍ପୋରାରୀ ଟଏଲେଟ୍ ବି ରହିବା କଥା, ଏସବୁ ବ୍ୟବସ୍ଥା କିଛି ନାହିଁ। ଆମର ଯାହା ଶୁଣିବାକୁ ପାଉଛୁ ଯେ ଏଇ ଯେଉଁ ଆଦର୍ଶ ବୁଥ୍ ପାଇଁ ସରକାରଙ୍କ ତରଫରୁ 5 ଲକ୍ଷ ଟଙ୍କାର ଗୋଟେ ଅନୁଦାନ ଆସିଛି, ଏଇଟା ଆଦର୍ଶ ବୁଥ୍ ପାଇଁ। କିନ୍ତୁ ମୋତେ ଲାଗୁନାହିଁ ଯେ ଏଠି 5 ଲକ୍ଷ ଟଙ୍କା ଖର୍ଚ୍ଚ ହେଇଛି। କେଉଁଠି ନା କେଉଁଠି ଗୋଟେ ବ୍ୟତିକ୍ରମ ହେଇ ସରକାରଙ୍କ ଅର୍ଥକୁ ହରିଲୁଟ ହେଇଛି। ଏଠି ଲକ୍ଷେ ଟଙ୍କା ବି ଖର୍ଚ୍ଚ ହେଲା ଭଳିଆ ମୋତେ ଅନୁଭବ ହେଉନି। ଆପଣମାନେ ଭିଡ଼ିଓ କରିପାରନ୍ତି। ଏ କୌଣସି ପ୍ରକାର ସୁବ୍ୟବସ୍ଥା ନାହିଁ ଏଠି। ଆଉ ପାଟିତୁଣ୍ଡ କଲା ପରେ ଏଇ ସାମ୍ନାରେ ଆଣିକି ପାଣି ବକେଟ୍ 2ଟା ବସେଇଛନ୍ତି, ଗୋଟେ ଷ୍ଟିଲ୍ ବକେଟ୍, ଗୋଟେ ପ୍ଲାଷ୍ଟିକ୍ ଜାର୍। ତେଣୁ ମୋତେ କେଉଁଠି ନା କେଉଁଠି ସନ୍ଦେହ ହେଉଛି ସରକାର ଅର୍ଥ ଏଠି ହରିଲୁଟ ହେଇଛି, ପ୍ରପର୍ ବ୍ୟବସ୍ଥାରେ ଆଦର୍ଶ ବୁଥ୍ ହେଇନାହିଁ। 1 ବର୍ଷ ପୂର୍ବରୁ ଜୁନ୍ 2 ତାରିଖ ବୋଧେ ରେଲୱେ ଆକ୍ସିଡେଣ୍ଟ ହେଇଥିଲା। ଆମର ଯେଉଁ ଗୋଟେ ଭୟାନକ ଦୁର୍ଘଟଣା ଘଟିଥିଲା, ଶହ ଯାତ୍ରୀଙ୍କ ଗୋଟେ ପ୍ରାଣହାନି ଘଟିଥିଲା। ସେଇ ତାଙ୍କର ଡେଡ଼୍ ବଡ଼ି ସ୍କୁଲରେ ଥିଲା। ଯେଉଁ ଜାଗାରେ ଥିଲା ସେ ଜାଗାକୁ ମାନେ ଯେଉଁ ଆମ ପୁରୁଣା ଘର ଥିଲା ସେଟା ବି ଭାଙ୍ଗି ଯିବାର ଆଗରୁ ବ୍ୟବସ୍ଥା ଥିଲା, ଯାହା କଲେକ୍ଟରଙ୍କ ସହଯୋଗରେ ଆଉ ସ୍କୁଲ ମ୍ୟାନେଜମେଣ୍ଟ କମିଟିର ମାନେ ସହଯୋଗରେ ସମସ୍ତଙ୍କର ମାନେ ଇଏରେ ଏଠି ଆମର ନୂତନ ଗୃହଟେ ହେଇଛି, ଭଲ ବିଲ୍ଡିଂ ହେଇଛି, ସ୍କୁଲରେ ପାଠପଢ଼ା ହେଉଛି। ସ୍କୁଲ ବାବଦରେ କିଛି କହିବାର ନାହିଁ ଏଠି, ସେଇଥିପାଇଁ ସେ ବାବଦରେ ଆମେ ବହୁତ ଗର୍ବିତ ଅଛୁ। ଅଶ୍ୱିନୀ ବୈଷ୍ଣବ ତାଙ୍କର ଯେଉଁ କଥା ରଖିଥିଲେ, ସେ ମୋତେ ବାହାନଗା ପଞ୍ଚାୟତକୁ 1 କୋଟି ଟଙ୍କାର ପ୍ରୋଜେକ୍ଟ ଦେଇଛନ୍ତି। ଏଠି କାମ ବି ମଧ୍ୟ ଆରମ୍ଭ ହୋଇଯାଇଛି। ବ୍ରଜେନ୍ଦ୍ର କୁମାର ପଣ୍ଡା, ସରପଞ୍ଚ ବାହାନଗା ଗ୍ରାମ ପଞ୍ଚାୟତ, ଆଦର୍ଶ ଗ୍ରାମ ପଞ୍ଚାୟତ। ଯାହା ଆଦର୍ଶ ଗ୍ରାମ ପଞ୍ଚାୟତରେ ଯେଉଁ ପ୍ରକାର ବୁଥ୍ କେନ୍ଦ୍ର ଯାଇଛି ସବୁ ସୁବିଧା କରାଯାଇଛି। ପାଣି ବି ରହିଛି, ଟେଣ୍ଟ ମରାଯାଇଛି, ଆଉ ରାସ୍ତାରେ କାଦଫାଦ ହେବା ପାଇଁ ବି ଦରି ପଡ଼ିଛି। କୌଣସି କିଛି ଅପ୍ରୀତିକର ପରିସ୍ଥିତି କି ଅସୁବିଧା କିଛି ଘଟିନାହିଁ। ଆଜ୍ଞା ଲାଇନ୍ ଅଛି। ଏଇଟା ହାଇସ୍କୁଲ 5T ସ୍କୁଲ, ଏଟାରେ ହାଇସ୍କୁଲ ଲାଇନ୍ ଅଛି। ଲାଇନ୍ ଯଦି ପଳେଇଯିବ ସେଟା କିଏ କ'ଣ କରିପାରିବ? ଲାଇନ୍ ବିହନେ ଜେନେରେଟର ବ୍ୟବସ୍ଥା କିନ୍ତୁ କରାଯାଇନି, କିନ୍ତୁ କିଛି ଅପ୍ରୀତିକର ପରିସ୍ଥିତି ଘଟିନାହିଁ କି ଏଠି ବି ଭିଡ଼ ବି ନାହିଁ। ଆପଣମାନେ ଦେଖିପାରୁଥିବେ ଏଠି କିଛି ଭିଡ଼ ନାହିଁ, ଲୋକ ଶାନ୍ତି ଶୃଙ୍ଖଳାରେ ମତଦାନ କରି ଯାଉଛନ୍ତି। ଆଉ ପାଣି ବି ବୋଟଲ ତାଙ୍କୁ ଦିଆଯାଉଛି। ସୁବାସିନୀ ବେହେରା, ମୁଁ ଆଦର୍ଶ ବୁଥ୍ ମାନେ କେନ୍ଦ୍ରକୁ ଆସିଛି। ମାନେ ଏଠି ଭଲ ମାନେ ପରିବେଶଟା ଭଲ, ଆଉ ଶାନ୍ତି ଶୃଙ୍ଖଳାର ସହ ମତଦାନ କରାହେଉଛି। ମାନେ ପାଣି ଫାଣି ସୁବିଧା ଅଛି, ଆଉ ଭଲ ପରିବେଶଟା। ମୋବାଇଲ ଫୋନ୍ ଓ ସାଙ୍ଗସାଥୀ ଆପଣଙ୍କ ପିଲାଟିର ପାଠପଢ଼ା ଓ କ୍ୟାରିୟରକୁ ପ୍ରଭାବିତ କରୁଛି କି? ଆପଣ ସେଥିପାଇଁ ବିବ୍ରତ କି? ତେବେ ଆଜି ହିଁ ଆସନ୍ତୁ ଆପଣ ଚାହୁଁଥିବା ମନ ଲାଗି ସମ୍ପୂର୍ଣ୍ଣ ଆବାସିକ ସ୍କୁଲ। TSC ଗୁରୁକୁଲ, ଗୋଠପାଟଣା, ଭୁବନେଶ୍ୱର।